সর্বপ্রথমে আজি এই সাংবাদিক সম্মেলନରେ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପୂର୍ବ ବକ୍ତା ବିସ୍ତୃତ ଭାବରେ ସମସ୍ତ ତଥ୍ୟ ଏଠି ଉପସ୍ଥାପନ କରିସାରିଛନ୍ତି। ବିଶେଷ ଭାବରେ ଆଜି ଆମ ଓଡ଼ିଶା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ আজি ଉଭୟ ବୌଦ୍ଧ ତଥା ବରଗଡ଼ ଜିଲ୍ଲା ସାଂଗଠନିକ କାର୍ଯ୍ୟକ୍ରମ କର୍ମୀ ସମାବେଶ ଏବଂ କର୍ମକର୍ତ୍ତାମାନଙ୍କୁ ନେଇ ପୃଥକ ପୃଥକ ଭାବରେ ଆଲୋଚନା କରିଥିଲେ। ତାଙ୍କର ଉପସ୍ଥିତିରେ ବିଭିନ୍ନ ସଦସ୍ୟ କର୍ମକର୍ତ୍ତା ତାଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ ଏବଂ 2024 ମସିହା ଜୁନ 4 ତାରିଖ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟପାଳଙ୍କ ପାଖରେ ତାଙ୍କର ଇସ୍ତଫା ପତ୍ର ଦେଲା ପରେ ତତ୍କାଳୀନ ସମୟରେ ତା ପୂର୍ବରୁ ଯେଭଳି ଭାବରେ ସ୍ୱଚ୍ଛ ନିର୍ମଳ ଶାସନ ପ୍ରତିଷ୍ଠିତ ହେଇଥିଲା, ଆଜି ତହିଁରେ ବ୍ୟତିକ୍ରମ ହେଇଛି ଏବଂ ଆଜି ବିଜେପି ସରକାର ଆଜି ଦୁର୍ନୀତିରେ ବୁଡ଼ି ରହିଛି। ତାହା ଆଜି କର୍ମୀ ସମାବେଶରେ କର୍ମୀମାନେ ଉଦ୍ବେଗ ପ୍ରକାଶ କରିଥିଲେ। କେବଳ ସେତିକି ନୁହେଁ, ବ୍ଲକ ଠାରୁ ଆରମ୍ଭ କରି ଆପଣଙ୍କର ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ, ସେ PWD ହଉ, RD ହଉ, ଇରିଗେସନ ହଉ, ସବୁଠି ଆଜି ବିଜେପିର କର୍ମୀମାନଙ୍କର କର୍ମୀ ରାଜ ଚାଲିଛି। ନା ବିଡିଓ ଚୌକିରେ ବସୁଛନ୍ତି, ତାଙ୍କ ଜାଗାରେ ବସୁଛନ୍ତି ତାଙ୍କର ରାଜନୈତିକ ବ୍ୟକ୍ତି ଏବଂ ସେ ନିର୍ଦ୍ଦେଶ ଦେଉଛନ୍ତି, ସାମ୍ନାରେ ଛିଡ଼ା ହେଇଛନ୍ତି ବିଡିଓ, ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର, ଏକ୍ଜିକ୍ୟୁଟିଭ ଇଞ୍ଜିନିୟର। ଏଭଳି ସ୍ଥିତିରେ ଲୋକେ ଅନୁଭବ କରୁଛନ୍ତି, ଯାହା ଆପଣଙ୍କର ମିଡିଆ ମାଧ୍ୟମରେ ଲୋକେ ଦେଖୁଛନ୍ତି। ସେ ବାଲି ଦୁର୍ନୀତି ହଉ, ଖଣି ଦୁର୍ନୀତି ହଉ, ସେ କେଉଁଝର କଥା କୁହନ୍ତୁ କିମ୍ବା ଆସ୍କା କଥା କୁହନ୍ତୁ କିମ୍ବା ଅନ୍ୟାନ୍ୟ କଥା କୁହନ୍ତୁ, ତାକୁ ଲୋକେ ଅବଗତ ହେଇସାରିଲେ। ତେଣୁ ଆଜି ସମୟ ଆସିଛି, ଯାହା କର୍ମୀ କହନ୍ତି ଯେ ନବୀନ ପଟ୍ଟନାୟକ ପୁନରାୟ ଯଦି ଓଡ଼ିଶାର ଶାସନ ଭାର ଗ୍ରହଣ ନ କରନ୍ତି ତାହେଲେ ଓଡ଼ିଶାବାସୀ କେବେ ବି ନ୍ୟାୟ ପାଇପାରିବେ। ଏବଂ ଆପଣମାନେ ସମସ୍ତେ ଜାଣନ୍ତି କିଭଳି ଭାବରେ ନବୀନ ପଟ୍ଟନାୟକ ଚାଲିଗଲା ବେଳେ ଯଦି ଦର୍ଶନ କରି ଯିବେ କୌଣସି ପୂଜା ମଣ୍ଡପକୁ, କିଭଳି ଭାବରେ ହଜାର ହଜାର ସଂଖ୍ୟାରେ ଲୋକେ ବିନା ଡାକରରେ ଆସିକରି ପହଞ୍ଚୁଛନ୍ତି, ଶୋକ ବ୍ୟକ୍ତ କରୁଛନ୍ତି ନବୀନ ପଟ୍ଟନାୟକଙ୍କ ପାଇଁ। ଏବଂ ଆଜି ଏଇ ସବୁ ଆଲୋଚନା ଭିତରେ ଆମର ଦଳ କିଭଳି ଭାବରେ ସୁଦୃଢ଼ ହବ, କର୍ମକର୍ତ୍ତା ମାନେ କିଭଳି ଭାବରେ ସୁସଂଗଠିତ ରହିବେ, ସେ ବାବଦରେ ମଧ୍ୟ ଆଲୋଚନା ହେଇଛି। ଏବଂ ଆଗାମୀ ଦିନରେ ଆମ ସଂଗ୍ରାମ ଦୁର୍ନୀତି, ଅନ୍ୟାୟ, ଅନୀତି ବିରୁଦ୍ଧରେ ଜାରି ରହିବ ଏବଂ ବିଜେପି ଯେଉଁ ମିଛ କାରଖାନା ମାଧ୍ୟମରେ ଲୋକଙ୍କୁ ଭୁଆଁ ବୁଲାଉଛି, ତାକୁ ନିଶ୍ଚିତ ଭାବରେ ବନ୍ଦ କରାଯିବ। ସେ ନିଷ୍ପତ୍ତି ଆଜି ବୌଦ୍ଧ ଜିଲ୍ଲା ବିଜୁ ଜନତା ଦଳ ସଂଗଠନ ନେଇଛି।